ଏବେ ଗୋଟେ ରିସେଣ୍ଟ ନ୍ୟୁଜ୍ ଦେଖି ବହୁତ ଖୁସି ଲାଗିଲା। ସେ ନ୍ୟୁଜ୍ଟି କ'ଣ ଆପଣମାନେ ଜାଣିଛନ୍ତି? ଯେ ସେ ନ୍ୟୁଜ୍ଟି ହେଉଛି ଏଇଭଳି ପ୍ରକାରର ଯେ ଝିଅର ପ୍ରଥମ ରୋଜଗାର ଟଙ୍କାରେ ମାଆର ଓଠରେ ହସ ଫୁଟିଲା। ଏହା ଆପଣମାନେ ଜାଣିଲେ ବହୁତ ଖୁସି ହେବେ, କାରଣ ଆଜିକ ସମାଜରେ ଯେଉଁମାନେ କି କନ୍ୟା ସନ୍ତାନ ଜନ୍ମ ହେଲେ ତାହାକୁ ଏକ କର୍ମଫଳ ବୋଲି ମନେ କରୁଛନ୍ତି। ସେହି ସମୟରେ ଏହା ଏକ ବାର୍ତ୍ତା ସୃଷ୍ଟି କରିଛି କନ୍ୟା ସନ୍ତାନକୁ ସୁରକ୍ଷା ଦେବା ପାଇଁ। ଏଥିରେ ଦେଖିବାକୁ ମିଳିଛି ଯେ ଝିଅଟି ଯେତେବେଳେ ପାଠପଢ଼ା ସାରି ରୋଜଗାରକ୍ଷମ ହେଇଛି, ତାହାର ସର୍ବପ୍ରଥମ ରୋଜଗାର ଟଙ୍କାକୁ ଆଣି ଯେତେବେଳେ ସିଏ ନିଜର ମାଆଙ୍କ ପାଖରେ ଦେଇଛି, ସେଥିରେ ନିଜର ମା ଯିଏକି ତାଙ୍କର ଦାନ୍ତରେ କୌଣସି ଅସୁବିଧା ଅନୁଭବ କରିଥିଲେ, ସେହି ସମସ୍ୟାରୁ ଦୂରୀଭୂତ ହୋଇ ବର୍ତ୍ତମାନ ଆରୋଗ୍ୟ ହୋଇଯାଇଛନ୍ତି ଏବଂ ଭଲ ଭାବରେ ଟିକେ ହସି ପାରୁଛନ୍ତି। ତାହାର ପ୍ରତିଦାନ ସ୍ୱରୂପ ସେ ହିଁ ନିଜେ କହିଛନ୍ତି ଯେ ଝିଅର ସର୍ବପ୍ରଥମ ରୋଜଗାରରେ ତାଙ୍କର ମୁହଁରେ ହସ ଫୁଟିଛି। ଏହା ଅନ୍ୟମାନଙ୍କୁ ପ୍ରାୟତଃ ଉଦାହରଣ ରୂପରେ ପ୍ରତୀୟମାନ ହୋଇପାରେ ଯେ ଝିଅମାନେ ବି କୌଣସି କ୍ଷେତ୍ରରେ ପୁଅମାନଙ୍କ ତୁଳନାରେ କମ୍ ନୁହେଁ। ଏହିଭଳି କେତେକ ଘଟଣା ଯଦି ଲୋକଲୋଚନକୁ ଆସନ୍ତା, ପ୍ରାୟତଃ ସମସ୍ତେ ସଚେତନ ହୋଇଯାଆନ୍ତେ ଯେ ପୁଅ ଏବଂ ଝିଅ ସମସ୍ତେ ସମାନ ଅଟନ୍ତି ଏବଂ ସମସ୍ତେ ସମାନ ଅଧିକାର ପାଇବା ଉଚିତ। ସମସ୍ତଙ୍କୁ ସ୍ନେହ ଆଦର ଦେବା ଉଚିତ। କୌଣସିଥିରେ ବି ପୁଅମାନଙ୍କ ଠାରୁ ଝିଅମାନଙ୍କୁ କମ୍ ମନେ କରିବା ଏବଂ କମ୍ ସ୍ନେହ ଆଦର କରିବା ଉଚିତ ନୁହେଁ। ଜୟ ଜଗନ୍ନାଥ। ଯଦି ମୋର ଏହି ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ଆପଣମାନେ ପସନ୍ଦ କରୁଛନ୍ତି, ନିଶ୍ଚିନ୍ତ ଭାବରେ ଏହାକୁ ସେୟାର, ସବସ୍କ୍ରାଇବ୍, ଲାଇକ୍, କମେଣ୍ଟ କରନ୍ତୁ। ମୋର ଏହି ଫେସବୁକ୍ ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲ ସହିତ ଆପଣମାନେ ଯଦି ମୋତେ ୟୁଟ୍ୟୁବରେ ବି ଦେବୀ ପ୍ରସାଦ ଟିଚିଂ ଡାଏରୀ ଚ୍ୟାନେଲକୁ ସବୁବେଳେ ସବସ୍କ୍ରାଇବ୍ ରଖି ଏଥିରେ ଭିଡ଼ିଓ ଗୁଡ଼ିକ ଦେଖନ୍ତି, ତାହେଲେ ମୋତେ ଅଧିକ ସପୋର୍ଟ ମିଳିବ। ଜୟ ଜଗନ୍ନାଥ। ମୋତେ ଆଗକୁ ସେମିତି ଯିବାକୁ ସପୋର୍ଟ କରନ୍ତୁ। ଜୟ ଜଗନ୍ନାଥ।